ସେଇଟା ଆଉ ଗୋଟେ ଯିବା କ୍ୱେଶ୍ଚିନ୍ ଅଛି ଯାହାକୁ ସଦାବେଳେ ନିଆଳିରେ ଲୋକ ଜନସାଧାରଣ ଆପଣଙ୍କ ଦଳୀୟ କର୍ମୀ ସାଧାରଣ ଲୋକ ବି କହନ୍ତି ଯୋଉ NSC କଥା ରାସ୍ତାରୋକ ହେଇଥିଲା। ପ୍ରକୃତ ଆମେ ସେ ଖବରକୁ ପ୍ରସାରଣ କରିଥିଲୁ, କିନ୍ତୁ ଯେତେବେଳେ ସରକାର ପରିବର୍ତ୍ତନ ହେଲା, କିନ୍ତୁ ବର୍ତ୍ତମାନ ଏମିତି ପରିସ୍ଥିତି ଆସିଛି ସେଇଟା କୋଉ କଣ୍ଡିସନରେ ଅଛି, ଯେମିତି ଗୋଟେ NSC ହବା ପାଇଁ କିଛି ପାରାଫନିଆ ରହିଛି, ସେ ସବୁ ପାରାଫନିଆ ପୂର୍ଣ୍ଣ କରିକି ଡିକ୍ଲେୟାର କରାଯାଇଥିଲା ନା ସେ ପାରାଫନିଆରେ ବିଲକୁଲ ଯାଇନାହାନ୍ତି, ଗୋଟେ କଣ କହନ୍ତିନି ସକାଳ ହେଲା ଗୋଟେ କଥା କହିଦେଲେ ସେଇଭଳି କଥା ହେଇଥିଲା ନା କଣ କାଗଜ ପତ୍ର ସେଥିପାଇଁ ହେଇଥିଲା? ନା ମୁଁ ଯେତିକି ମୋ ଜ୍ଞାତ ସାରରେ ଅଛି କୌଣସି ପ୍ରକାର କାଗଜ ପତ୍ର ହେଇନଥିଲା। କାହିଁକି ଗୋଟେ NSC ର ହବାକୁ ହେଲେ ଗୋଟେ ମାନଦଣ୍ଡ ଅଛି। ସେ ମାନଦଣ୍ଡ ଅନୁସାରେ ସେଥିରେ ଜିଲ୍ଲାପାଳଙ୍କର ପ୍ରମୁଖ ଭୂମିକା ଥାଏ। ସେଟା ଜିଲ୍ଲାପାଳ ନୋଟିସ୍ କରିଥାନ୍ତି, ତହସିଲଦାର ଏବଂ ଜିଲ୍ଲାପାଳ ସେମାନେ ମିଶିକିରି ଗୋଟେ ସରକାରଙ୍କୁ ଦିଅନ୍ତି ଯେ ସେ ମାନଦଣ୍ଡ ଅନୁସାରେ ଯେ NSC କରିବା ପାଇଁ। କଥା ହଉଛି ଦୀର୍ଘ 24 ବର୍ଷ ସେମାନେ ଶାସନ କଲେ। 24 ବର୍ଷରେ ସେ କଣ ପାଇଁକା, ଆଜି ମୁଁ ଗୋଟେ ଦେଖୁଥିଲି କହିବି କଣ ପାଇଁକା ଠିକ ନିର୍ବାଚନ ସମୟରେ କାହିଁକି ଡିକ୍ଲେୟାର କଲେ? NSC ଟା ନିର୍ବାଚନ ସମୟରେ ଡିକ୍ଲେୟାର କରିବାର ଆବଶ୍ୟକତା କଣ ଅଛି? ସେମାନେ କହୁଛନ୍ତି ଯେ ଆମର ସରକାର ଆଉ ଆସିଲାନି ତେଣୁକରି ରହିଗଲା। କାହିଁକି ନିର୍ବାଚନର 2 ବର୍ଷ ପୂର୍ବରୁ ଯଦି ତା ମାନଦଣ୍ଡକୁ ପୂରଣ କରିକିରି ପ୍ରସ୍ତାବ ସରକାରଙ୍କୁ ଦେଇଥାନ୍ତେ? ଆପଣ ମତେ କୁହନ୍ତୁ, ଆପଣ ସାମ୍ବାଦିକ ଜଣେ ଆଉ ଯାଇକିରି ଜିଲ୍ଲାପାଳ ଅଫିସରେ ବୁଝନ୍ତୁ ଯେ ସେତେବେଳେ ଯୋଉ ଜିଲ୍ଲାପାଳ ଥିଲେ ସିଏ ରେକମେଣ୍ଡେସନ କରିଥିଲେ କି? ଖାଲି ଆମେ କହିଦବା, ପେପରରେ ବାହାର କରିଦବା, ବାଇଟ୍ ଦେଇଦବା ମିଡିଆ ଆଗରେ ଯେ ନବୀନ ସରକାର କରିଦେଲେ ନିଆଳିକି NSC। ତାହେଲେ ମୁଁ ଆଜି ତାଙ୍କୁ ପଚାରୁଛି, ଯୋଉମାନେ ବାଇଟ୍ ଦେଇଥିଲେ ସେମାନେ ଦେଖିଛନ୍ତି ତ ଜିଲ୍ଲାପାଳ ରେକମେଣ୍ଡ କରିଛନ୍ତି ବୋଲି? ତାହେଲେ ଦେଖାନ୍ତୁ ସେ କାଗଜ ମିଡିଆ ଆଗରେ ଯେ ଆମ ଜିଲ୍ଲାପାଳ ରେକମେଣ୍ଡେସନ କରିଥିଲେ, ଏମାନେ କାଟିଦେଲେ। ତ ସେସବୁ ଜିନିଷ କୁମ୍ଭୀର କାନ୍ଦଣା କାନ୍ଦିକିରି କୌଣସି ଲାଭ କିଛି କାହାର ହବନି। ମୁଁ କାହା ବିରୁଦ୍ଧରେ କହିବାକୁ ଚାହୁଁନାହିଁ। ମୋ କର୍ମକୁ ବିଶ୍ୱାସ କରେ ଆଉ ମୁଁ କାମ କରିବି। ଆଉ ନିଆଳି ଯୋଉ NSC କଥା, ନିଆଳି 100% NSC ହବ। NSC ହବ, କିନ୍ତୁ ତାର ମାନଦଣ୍ଡ ଅନୁସାରେ ହବ। ସେ ମାନଦଣ୍ଡ କିପରି ତିଆରି କରାହବ ସେ ବିଷୟରେ ମୁଁ ଜିଲ୍ଲାପାଳଙ୍କ ସାଙ୍ଗରେ ଅଲରେଡି କଥାବାର୍ତ୍ତା ଆଗରୁ ହେଇଛି। ଯେହେତୁ ଆଗରୁ କୌଣସି ପ୍ରୋସିଜର ନଥିଲା, ନିର୍ବାଚନକୁ ଆଖି ଆଗରେ ଦେଖିକି ସେମାନେ ଓଡ଼ିଶାରେ ସବୁ ଯାକ ଡିକ୍ଲେୟାର କରିଦେଲେ ଯେ ଏଇଗୁଡାକ NSC ହବ, ଏଇଟା NSC ର ମ୍ୟୁନିସିପାଲିଟି ହବ। ଆପଣ ଆଜିର କଥା କହୁଛି, ମୁଁ ଆଜି ଦେଖୁଥିଲି ନନ୍ଦିଘୋଷ ଟିଭିରେ ପୂର୍ବତନ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଆଉ ଆମର ପ୍ରମିଳା ମଲ୍ଲିକ ଆଉ ଦେବୀ ମିଶ୍ର 3 ଜଣ ଯାକ ନନ୍ଦିଘୋଷ ଟିଭିରେ ଦେଖିଲି ଗୋଟେ ପ୍ରେସ୍ କନଫରେନ୍ସ କରୁଥିଲେ। ଏବେ 2 ଦିନ ତଳେ ବିଜେଡି ଦଳର ନେତୃତ୍ୱ ମାନେ ନିଆଳିରେ ହୋହଲ୍ଲା କରିକିରି ଗୋଟେ ରାସ୍ତା ରୋକ କରି ଲୋକଙ୍କୁ ହଇରାଣ କଲେ। ନିଆଳିର ଯଦି ହଇରାଣ ତମେ କଲ, NSC ପାଇଁ ଡିମାଣ୍ଡ କରୁଛ, ଭଲ କଥା, କେହି ମନା କରୁନାହାନ୍ତି। NSC ନିଆଳି ହବା ପାଇଁ ସମସ୍ତଙ୍କର ଇଚ୍ଛା, ମୋର ମଧ୍ୟ ଇଚ୍ଛା ଅଛି ନିଆଳିଟା ସହରୀକରଣ ହଉ। ତ ଏତେ ସବୁ ଜିନିଷ ପରେ ଏ ଯୋଉ ନନ୍ଦିଘୋଷ ଟିଭିରେ ସେମାନେ ବାଇଟ୍ ଦେଲେ, ପ୍ରେସ୍ କନଫରେନ୍ସ କଲେ, ସବୁ ଯୋଉ NSC ହବ ବୋଲି ଡିକ୍ଲେୟାର କଲେ, ଯେମିତି ପ୍ରତାପ ଜେନା କହିଲେ କାକଟପୁର ନାଁ ନେଲେ। ତ କାକଟପୁର ନିଆଳି କେତେ ବାଟ? ନିଆଳି ନାଁ ଆଜି ଧରି ନାହାନ୍ତି। ନନ୍ଦିଘୋଷରେ ଯୋଉଟା ଆପଣ ଦେଖନ୍ତୁ ସୋସିଆଲ ମିଡିଆରେ, ନିଆଳି NSC ହଉ ବୋଲି କହିନାହାନ୍ତି। ସେ କହୁଛନ୍ତି 56ଟା ହେଇଥିଲା, 28ଟା ହେଲା। ତମେ ଅନ୍ୟ ଜାଗାର ନିର୍ବାଚନ ମଣ୍ଡଳୀର ତୁମେ ଡିକ୍ଲେୟାର କରୁଛ, ଏଇଗୁଡା କାହିଁ NSC ହେଲାନି, ନିଆଳି କାହିଁକି ଡିକ୍ଲେୟାର କଲନି? ପ୍ରତାପ ଜେନା ଜଣେ ବରିଷ୍ଠ ମନ୍ତ୍ରୀ ଥିଲେ, ସେ ତ କଟକ ଜିଲ୍ଲାରୁ ରିପ୍ରେଜେଣ୍ଟେଟିଭ କରୁଥିଲେ। କଟକ ଜିଲ୍ଲାର ଜଣେ ମନ୍ତ୍ରୀ, କଟକ ଜିଲ୍ଲାର ଦେବୀ ମିଶ୍ର ବି ମନ୍ତ୍ରୀ ଥିଲେ, ସେ ନିଆଳି ନାଁ ନେବେନି? କାହିଁକି ନେବେନି? ଆଜି ନିଆଳି ନାଁ ନେଲନି, ଆଡେ ଦେଖିଲା ନିଆଳି ବିଜେଡି ଆନ୍ଦୋଳନ କରୁଛି NSC। ତାହେଲେ ଏମାନଙ୍କର, ଆପଣ ବୁଝନ୍ତୁ, ଏମାନଙ୍କର ଆନ୍ତରିକତା ନିଆଳି NSC ହଉ, ଏଟା କେତେ ଆନ୍ତରିକତା ତାଙ୍କର ଅଛି, ଏଇଥିରୁ ଆପଣ ଅନୁମାନ କରିବେ। ତେଣୁ ବିରୋଧୀ ଦଳର ଭୂମିକା ନଉଛି, ଭଲ କଥା। ସେଥିରେ ଗଣତନ୍ତ୍ରରେ ବିରୋଧୀ ଦଳ ଭୂମିକାଟା ନବାଟା ହଉଛି, ମୁଁ ତାଙ୍କୁ ଶ୍ରେୟ ଦେବି, ନଉଛନ୍ତି, ଠିକ ଅଛି। କିନ୍ତୁ ମୁଁ ନିଶ୍ଚିତ ଭାବରେ ପରିଶ୍ରମ କରିବି ଏବଂ ମୋର ବି ଆଶା ଅଛି, ମୁଁ ବି ନିଆଳି ବ୍ଲକର ଅଛି, ମୋ କପାସୀ ମୋର ପଞ୍ଚାୟତ, ତେଣୁ ମୁଁ ବି ଚାହିଁବି ନିଆଳିର ବି ମେରିଟ ଅଛି NSC ହବା ପାଇଁ। ସେଠି କୋର୍ଟ ଅଛି, ସେଠି ଡାକ୍ତରଖାନା ଅଛି, ସେଠି ମହିଳା ମହାବିଦ୍ୟାଳୟ ଅଛି, ସେପଟେ ମହିଳା ଆଉ ଆମର ଜେଣ୍ଟସ ଆଉ ଏ ଯୋଉ
लेडीज कॉलेज भी अच्छी आ ब्लॉक अच्छी तहसीलदार अच्छी रजिस्ट्री कोर्ट अच्छी सब मानदंड अच्छी ता भीतर आउ किछि जिंस अच्छी जोटा को आमे प्रिपेयर करिकरी जिलापाल जरिया मो सरकार को प्रस्ताव देवी एवं आमे निश्चित भाव में आप देखिए नियाली एनएससी हम किंतु कागज पत्र न थाई कागज पत्र न करिकरी बाहर कहवा आमर हेगला अमक हेगला कौन आज मूल्य होला जदि सेतबेले से माने उत्साह सहित ये मानदंड पूर्ण आज डिक्लेयर होता कागज पत्र तो किसी हैनी नियाली तो नियाली कागज पत्र मु तो जिलापाल सार कथा हो जाइए जिलापाल से कथा है जिलापाल बर्तमान भी लगी केमी प्रॉपर ये जीव जमी कमिटी न कटिव एनएससी हवा कथा हम कहीं कहार किसी आवश्यक ना एनएससी हम 5 वर्ष 7 वर्ष हेगला हडस्पुर को अर्बन डिक्लेयर कर अर्बन रे जाय किंतु नियाली जाय नथला कि जाई नाही पर सीधा सड़क केंते एनएससी डिमांड करा ना सेटा हम आपन कहली जो 24 वर्ष रहिले निर्वाचन वर्ष रे डिक्लेयर करिवा एटा बिजु जनता दल रो गोटे अभ्यासगत माने एटा कहआ जिवो कोन रोग से माने निर्वाचन समय जतरा आसंती से सब तरबरिया भाव में डिक्लेयर को कर दियंते एबे सेही भलिया भाबिसंती तो आम सरकार आसला आम कलुन तेणु जदि माने निजर मनोवृत्ति था करियार ताले से माने 2024 निर्वाचन पूर्व से माने वर्ष पूर्व लगी एनएससी टा हमर हे जैता आ नियाली आपण देखिबे आगो को निश्चित भाव में एनएससी होबो एतर किसी माने मो दृढ़ भाव में कहूचे एनएससी निश्चित भाव में होबो आ गोटे सर कथा पचारि माने एबे आपण एनएससी कथा कहउछते माने आंदोलन पर कहउछने ना आपनकर अंतर थिला कि एनएससी करा दियो शुणु जेहेतु कागज पत्र तार ठीक ठाक है नथिला मोर अंतर आज न मो जने मृत व्यक्ति ना रे मो मिछ कहबिनी जने भवानी भाई थिला आइलैंड रो भवानी भाई जने भी सांबादिक सेतबेलठू भी आमे कथा होतलो गोटे आंदोलन करिया जेमती एडा एनएससी करा जाओ तेणु ठिकना समय से कोर्टा नथिला आमे तो चिंता करथलो कोर्ट नथिला कोर्टा एबे हे गला तेणु कोर्ट सब रजिस्टर सब जिनस आनुषंगिक जिनस धीरे धीरे हेइछि आ कोर्टा बर्तमान जो सरकार जो चिंता करछन्ती कोर्ट विभिन्न जगह सब होउछि सरकार भी तार आकलन करी कोर्ट करछ एमिति न जे सब डे कर देबे तेणु जो कोर्टा जो नियाली रे हेजा तो सब जिनस आनुषंगिक जिनस जे खाली टिके प्रोसेस रे लागिवा कथा तेणु एटा आमे प्रोसेस रे लागियो टिके समय लागियो एनएससी पे एनएससी हबो NK Media, most trusted social media.